ବର୍ଷା ଦିନ ସରିଗଲା। ଲଗାଯାଇଥିବା ଚାରାଗୁଡ଼ିକ ଯତ୍ନ ନେଉନଥିଲେ କିଛି ଲୋକମାନେ। କ'ଣ ହେଲା, କେତେଗୁଡ଼ିକ ଗଛ ନଷ୍ଟ ହୋଇଗଲା। ତ ବଞ୍ଚିଥିବା ଗଛ ସଂଖ୍ୟାକୁ ନିମ୍ନ ସାରଣ ଦିଆଯାଇଛି। ନିମ୍ବ ଗଛ ଯେଉଁ ଲଗା ହେଇଥିଲା ଆଉ ବଞ୍ଚିଛି କେତେ ନା 11,231ଟା ବଞ୍ଚିଛି ବର୍ଷା ଦିନ ପରେ। ନଡ଼ିଆ ଗଛରୁ ବଞ୍ଚିଲା 11,234। ଆମ୍ବ ଗଛ ବଞ୍ଚିଲା 8,253। ଗୁଆ ଗଛ ବଞ୍ଚିଲା 974। ପିଜୁଳି ଗଛ ବଞ୍ଚିଲା 29,447। ଏବେ ଆସ ହିସାବ କରିବା କେଉଁ ପ୍ରକାର ଗଛରୁ କେତୋଟି ଲେଖାଏଁ ଗଛ ନଷ୍ଟ ହୋଇଯାଇଛି। ଲଗାଯାଇଥିଲା ନିମ୍ବ ଗଛ କେତେ ନା ଲଗାଯାଇଥିଲା 12,347। ବଞ୍ଚିଛି କେତେ ନା 11,000। ବଞ୍ଚିଥିବା ନିମ୍ବ ଗଛ କେତେ 11,213। 11,213। ତାହେଲେ କେତେଟା ମରିଯାଇଛି? ତାହେଲେ ଏକୁ ଯଦି ଆମେ ବିୟୋଗ କରିଦେବା ତାହେଲେ ଆମକୁ କେତେଟା ମରିଯାଇଛି ଜାଣିପାରିବା। ବିୟୋଗ କେମିତି କରିବା? 7ରୁ 3 ଯିବ। 7ରୁ 3 ଗଲେ କେତେ? 4। 4ରୁ 1 ଗଲେ କେତେ? 3। 3ରୁ 2 ଗଲେ କେତେ? 1। 2ରୁ 1 ଗଲେ କେତେ? 1। 1ରୁ 1 ଗଲେ କେତେ? 0। ତାହେଲେ ବଞ୍ଚିଛି କେତେ? 1,134। 1,134ଟି ବଞ୍ଚିଛି। 1,134। ତାକୁ ଆମେ ବିସ୍ତାରିତ, ଏଇଟା ହେଉଛି ସ୍ଥାନୀୟ ମାନରେ ଲେଖିକି ଆମେ ବିୟୋଗ କଲେ। ଏକୁ ଆମେ ବିସ୍ତାରିତ ରୂପରେ ବି ବିୟୋଗ କରିପାରିବା। କେମିତି ବିସ୍ତାରିତ ରୂପରେ ବିୟୋଗ କରିବା? ଦେଖ ଏଠି କେତେ ଅଛି? 1 ଅୟୁତ। ତାପରେ ଏଇଠି କେତେ ଅଛି? 2,000। ବିସ୍ତାରିତ ରୂପରେ ପ୍ରଥମ ସଂଖ୍ୟାକୁ ଲେଖିଲେ ଆମେ ଏଭଳିଆ ଲେଖିବା 300। ତାପରେ 4 10 ଘରେ ଅଛି 40 ଆଉ 7 ଘରେ 1 ଘରେ 7 ଅଛି। ସେଇଭଳିଆ ଏଠି ଅୟୁତ ଘରେ କେତେ ଅଛି? 1 ଅୟୁତ। ଏଠି 1000 ଘରେ କେତେ ଅଛି? 1,000। 100 ଘରେ କେତେ ଅଛି? 200। 10 ଘରେ କେତେ ଅଛି? 10। 1 ଘରେ କେତେ ଅଛି? 3। ଏବେ ଏକୁ ଫେଡ଼ିବା। 7ରୁ 3 ଗଲେ କେତେ? 4। 40ରୁ 10 ଗଲେ କେତେ? 30। 300ରୁ 200 ଗଲେ କେତେ? 100। 200ରୁ 1000 ଗଲେ କେତେ? 1000। ଆଉ 1 ଅୟୁତରୁ 1 ଅୟୁତ ପଳେଇଲେ 0। ତାହେଲେ ରହିଲା କେତେ? 1000, 100, 30, 4। ଏକୁ ସଂଖ୍ୟା ପରେ ଲେଖିଲେ କେତେ ହେବ? 1 1 3 4। ଏତିକି, ଯେଉଁଟାକି ୟା ପୂର୍ବରୁ ଆମର ବି ସେତିକି ବାହାରିଥିଲା 1 1 3 4। ଏମିତି ଏକୁ ଆମେ ଫେଡ଼ି ପାରିବା। ଆଉ ଗୋଟେ ଉଦାହରଣ ଦେଖିବା ଚାଲ। ସୁବ୍ରତ ବାବୁଙ୍କ ବ୍ୟାଙ୍କ ଖାତାରେ 87,896 ଟଙ୍କା ଥିଲା। କେତେ? 87,896 ଟଙ୍କା ଅଛି। ଘର ତିଆରି କରିବା ପାଇଁ ସେ ସେଥିରୁ 63,497 ଟଙ୍କା ଉଠାଇଲେ। କେତେ ଉଠାଇଲେ? 63,497 ଉଠାଇଦେଲେ। କେତେ ହେଲେ? 63,497 ଉଠାଇଦେଲେ। ଆଉ କେତେ ଟଙ୍କା ରହିଲା? ଆଉ କହୁଛି କେତେ ଟଙ୍କା ରହିଲା, ମାନେ 87,896ରୁ 63,497 ଆମେ ବିୟୋଗ କରିବା। ବିୟୋଗ କଲେ କେତେ ରହିଛି ବୋଲି ଆମେ ଦେଖିବା। ଏବେ ଦେଖ ସେ କ'ଣ କହୁଛି, ପ୍ରଥମ ସୋପାନରେ ଯେହେତୁ 6ରୁ 7 ନିର୍ଣ୍ଣୟ କରିହେବ ନାହିଁ। ଏଠି 6 ଅଛି, 6ରୁ 7। 6ରୁ 7 ଫେଡ଼ି ହେବ କି? 6ଟା ଛୋଟ ସଂଖ୍ୟା, 7ଟା ବଡ଼ ସଂଖ୍ୟା। ଛୋଟ ସଂଖ୍ୟାରୁ ବଡ଼ ସଂଖ୍ୟାକୁ ଫେଡ଼ି ହେବନି, ସବୁବେଳେ ବଡ଼ ସଂଖ୍ୟାରୁ ଛୋଟ ସଂଖ୍ୟାକୁ ଫେଡ଼ିବା ଦରକାର। ତାବେଲେ 6ରୁ 7କୁ ଫେଡ଼ି ହେବ ନାହିଁ। ଆମକୁ 10 ଘରୁ 1 10 ନେବାକୁ ପଡ଼ିବ। ତାମାନେ କ'ଣ? ଏଠି 6 ଅଛି, 6ରୁ ଆମେ 7 ଏଠି ନେଇପାରିବା ନାହିଁ। ତାହେଲେ ତାର ପୂର୍ବ ସଂଖ୍ୟାରୁ ଆମେ 1 10 ଧାର ନେବା। ଏଉଠୁ 10 ନେଇଯିବା। ଏଠି ୟାର ସ୍ଥାନୀୟ ମାନେ କେତେ? 9। 9 ଅଛି ମାନେ 9ର ସ୍ଥାନୀୟ ମାନେ କେତେ? 10 ଘରେ 9 ଅଛି, 9ର ସ୍ଥାନୀୟ ମାନେ 90। 90ରୁ ଆମେ 10 ନେଇଯିବା। ଆଉ ରହିବ କେତେ? ଏଠି 80 ରହିବ। ଏଠି 10 ପଳେଇଲା, ଏଇ 10କୁ ନେଇକି 1 ଘରେ ମିଶାଇ ଦେବା। ତାହେଲେ 10ରେ ଏଠି 6ରେ ମିଶିଗଲା, କେତେ ହେଲା? 16। 16ରୁ 6 ଗଲେ କେତେ ହେଇଯିବ? 9। ଅର୍ଥାତ୍ 16 ହେଇଯିବ। 16ରୁ 6 ଗଲେ 9। ବିୟୋଗ ଫଳରେ 1 ଘରେ ଆମେ 9 ଲେଖିଦେବା। ଇଏ ଶତକରୁ 1 ଶତ ଧାର ଆଣିବ। 1 ଶତ ଧାର ଆଣିଲେ କେତେ ହେଲା? ଇଏ 18 ହେଇଗଲା। 10 ଘରେ ହେଇଯିବ କେତେ? 18। 10 ଘରେ 18 ରହିଲା। ତାହେଲେ ଶତକରୁ 1 ଶତ ଆଣିବାକୁ ହେବ। ଅର୍ଥାତ୍ ବିୟୋଗ ଫଳରେ 10 ଘରେ 18 ରହିଯିବ। ଏଇଠି ରହିଲା 18। 18ରୁ 9 ଗଲେ କେତେ ରହିବ? 9। ଏଠି ରହିଲା କେତେ? 7 ଆଉ ଅଛି। ତାହେଲେ 7ରୁ 4 ଗଲେ 3। 7ରୁ 3 ଗଲେ 4। 8ରୁ 6 ଗଲେ 2। 24,399। ଏତିକି ରହିବ। ହେଲା, ଚାଲ ଆଉ କିଛି କରିକି ଦେଖିବା। ଅଭ୍ୟାସରେ କ'ଣ କହୁଛି? ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟା ଦୁଇଟିର ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କର। ମାନେ ଫେଡ଼ିବା। କେତେରୁ ଫେଡ଼ିବା? ଦେଖ 34,749ରୁ ଫେଡ଼ିବା 12,528। ଏତିକି ଫେଡ଼ିବା। 9ରୁ 8 ଗଲେ 1। 4ରୁ 2 ଗଲେ 2। 7ରୁ 5 ଗଲେ 2। 4ରୁ 2 ଗଲେ 2। 3ରୁ 1 ଗଲେ 2। ତ ଏଠାରେ ଏଇ ଜିନିଷଟାକୁ ଲକ୍ଷ୍ୟ କରି ଜାଣିଛ କି 34,749ରୁ 12,528 ଫେଡ଼ିବା। ଏଠାରେ ବଡ଼ ସଂଖ୍ୟାଟି ହେଉଛି 34,749। ଅର୍ଥାତ୍ ଏହି ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ କରାଯିବ। ଯେଉଁ ସଂଖ୍ୟାରୁ ଆଉ ଗୋଟେ ସଂଖ୍ୟାକୁ ବିୟୋଗ କରାଯାଏ ତାକୁ ବିୟୋଜନ କୁହାଯାଏ। ତାହେଲେ
बड़ संख्या को जो संख्यार सान संख्या वियोग कराए से बड़ संख्या को आम कह वियोजन कहवा आउ जो संख्याटी को वियोग कराए ताको वियोज्य कहवा एटा को कौन कहवा वियोज्य आ एटा जोटा बाहर वियोग कला कहवा वियोग फल ताले ऊपर को कहवा वियोजन तलू कहवा वियोज्य तले जो सान संख्या लिखा है आ जहाँ फल बाहर ताको कहवा वियोग फल है खर कौन कौच 17,329 रु आम फेड़ा के 1,228 फेड़ा एटा कहवा कौन वियोजन एटा कौन कहवा वियोज्य आ जोटा बाहर से कहवा वियोग फल 9 रु 8 गले 1 2 रु 2 गले 0 3 रु 2 गले 1 7 रु 1 गले 6 1 रु 0 गले 1 एट किसी नहीं मैंने 0 अच्छी ताने 16,101 यहाँ हूँ आमर वियोग फल घर कौन कौच 1 अयुत 1 2 3 4 1 4टा 0 1 अयुत रु 327 फेड़ा 327 फेड़ा 0टा हूँ सान संख्या एटा को सब कह कौन वियोजन एटा कह वियोज्य जहाँ बाहर वियोग फल जे ऊपर बड़ संख्याटे ऊपर संख्याटी जो कहते अच्छी 0 अच्छी 0 रु 7 जापे कि ना ताले 1 10 मागिदेला ये के 0 सहित 10 मिसला 10 10 रु 7 गला 3 तापर ये या पाखे तो जो 1 10 मागिला या पाखे भी नहीं 10 सी कौन 1 माग या पाखे भी नहीं सी 1 माग या पाखे नहीं सी 1 माग ताले एठू आसला एठू 10 थिला तापर ये 1 देला ये 1 देला और ये 1 देछि ताले एठी देख 10 रु 7 गला 3 तापर एठू एठी जो 10 थिला तादर 1 10 पळैछि एठी ताना एठी आउ रहिछि केते 9 9 रु 7 गले 9 रु 2 गले 7 एठी से बेला केते अछि 9 9 रु 3 गले 6 एठी एक पळैछि 10 रु ताने आउ रहिला केते एठी 9 ताने एठी आसीबो 9 1 10 मान नै जाइथिला सेति पे एठी 9 अछि 9 6 7 3 एति उत्तर हबो यार तापर घ को करबा 1 2 4 7 2 रे 9 0 8 9 फेड़ा ये देख 2टा शून्य संख्या एटा 2 रु 9 फेड़ी हे नहीं 2टा हूँ छोट संख्या सान संख्या ताले ये 1 10 मागिला 1 10 मागिले ये के 12 हो 12 रु 9 गले 3 1 10 जो पलि 7 रु आउ के 1 पलि 6 6 रु 8 जापे कि ना 6 शून्य सान संख्या होगला ताले एठू 1 10 मागिला 6 रु एक जैकि मिसला के 16 16 रु 8 गले 8 ये 1 10 पलि 4 रु 1 पलि 3 2 रु 9 जापे 1 10 नहीं गला 12 12 रु 9 गले 3 आ 1 8 पलि कि ना ताने 0 रहीगला ये ताने रहा के 3 3 8 3 एतिक हो उत्तर एटा को आम कहवा वियोजन एटा कहवा वियोज्य एटा कहवा वियोग फल है 2 नंबर जा 89,293 ठारू 98,720 केते अधिक 98,720 टा 99,293 ठारू केते अधिक यहाँ आमको काढ़ार अच्छी ताले कौन करवा फेड़ी दबा केते अधिक 0 रु 3 जापे 1 10 नहीं गला 10 10 रु 3 गला 7 ये 1 10 पलि 1 अच्छी एठू नेला 1 1 थिला 1 गला 11 होगला 11 रु 9 गले 2 एठी 1 जेत पलि 6 6 रु 2 गले 4 8 रु 9 जापे 1 10 नेला 18 18 रु 9 गले 9 आ एठू 8 अच्छी 8 रु 8 गले 0 ताले होगला 9 4 2 7 ताले 98,720 टा 98,720 टा 99,293 ठारू 9,427 अधिक ख जा ख कौन कौच 27,653 ठारू 19,598 केते कम 27,653 ठारू 19,598 केते कम एक फेड़ी देले केते कम जना पड़ 3 रु 9 जापे 1 10 नेला 13 13 रु 9 गला 4 एठी आउ रहा 4 4 1 10 नहीं गला 14 14 रु 8 गला 6 एठी 5 अच्छी 5 रु 5 गला 0 7 रु 9 जापे 1 10 नहीं गला 17 17 रु 9 गला 8 एठी 1 पलि 1 1 0 ताले 8,064 27,653 ठारू 19,598 8,064 कम संख्या दुईटर समष्टि हूँ दुईटी संख्यार समष्टि केते 60,903 दुईटी संख्यार समष्टि माने भाव एक्स आउ वाई मिसिक केते 60,903 बड़ संख्याटी ये मनकर बड़ संख्या ये मनकर सान संख्या ताले बड़ संख्याटी केते कौच 47,298 47,298
ଏଟା ତାର ସାନ ସଂଖ୍ୟା y, ଏଟା ମିଶାଇଲେ କେତେ ହେଉଛି 60,903। ତେବେ କେଉଁ ସାନ ସଂଖ୍ୟାଟି କେତେ? ତାହେଲେ ସାନ ସଂଖ୍ୟାଟି y କାଢ଼ିବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ ନା 60,903ରୁ ଆମେ ଫେଡ଼ିଦେବା କେତେ 47,299 ଫେଡ଼ିଦେବା। 3ରୁ ନ ଯାଇପାରିବେ କି ନା, 3ଟା ହେଉଛି ସାନ ସଂଖ୍ୟା, ତାହେଲେ 1 10 ନେବ 13, ଏଠି ତ 0 ଅଛି ତାହେଲେ ଏଠୁ 1 10 ନେବ, ତାହେଲେ ଇଏ ହେଇଗଲା 10, 10ରୁ ପୁଣି ଏଠୁ ନେଇଗଲା 1 10, ତାହେଲେ ଏଠି ହେଇଗଲା 9, ଏଠି ରହିଗଲା 8, ତାହେଲେ ଏଠି 13, 13ରୁ 9 ଗଲେ 4, 8ରୁ 8 ଗଲେ 0, ଏଠି 9 ଅଛି 9ରୁ 8 ଗଲେ 1, ଏଠି ହେଲା 8, 8ରୁ 2 ଗଲେ 6, 0ରୁ 7 ଯାଇପାରିନି, 1 10 ନେଲା 10, 10ରୁ 7 ଗଲେ 3, ଏଠି ରହିଲା 5, 5ରୁ 4 ଗଲେ 1, ତାହେଲେ 13,114। ତାହେଲେ ସାନ ସଂଖ୍ୟାଟି କେତେ ହେବ 13,114। ତାହେଲେ ଆମେ ଏବେ ଦୁଇଟା ସଂଖ୍ୟା ଯଦି ଆମେ ମିଶାଇଦେବା 47,299ରେ ଯଦି 13,114 ମିଶାଇଦେବା ତାହେଲେ ଆମକୁ 60,903 ମିଳିଯିବ। ଘ ଦୁଇଟି ସଂଖ୍ୟାର ବିୟୋଗଫଳ କେତେ ହେଉଛି? ଦୁଇଟି ସଂଖ୍ୟାର ବିୟୋଗଫଳ x ଆଉ y ର ବିୟୋଗଫଳ ହେଉଛି କେତେ? 9,757। 9,757। ବଡ଼ ସଂଖ୍ୟାଟି କେତେ? ବଡ଼ ସଂଖ୍ୟାଟି ହେଉଛି 42,423। 42,423ରୁ y ଗଲେ ସାନ ସଂଖ୍ୟାଟି ଏତିକି ଗଲେ ହେଉଛି 9,757 ହେଉଛି। ତାହେଲେ ଆମକୁ କ'ଣ କହୁଛି? ସାନ ସଂଖ୍ୟାଟିକୁ ଆମକୁ କାଢ଼ିବା ପାଇଁ ପଡ଼ିବ। ସାନ ସଂଖ୍ୟାଟି କେମିତି କାଢ଼ିବା? ୱାଇକୁ ଏପଟକୁ ନେଇଗଲେ ଏଟା ଏପଟକୁ ନେଇଆସିବା, ଏଟା ଯୋଡ଼ା ହେଇଛି ଏପଟେ ପ୍ଲସ୍ ଅଛି, ଏପଟେ ମାଇନସ୍ ହେଇଯିବ, ଏପଟେ ଏଟା ମାଇନସ୍ ଅଛି, ଏଟା ପ୍ଲସ୍ ହେଇଯିବ। ତାହେଲେ ଆମକୁ କ'ଣ କରିବା ପାଇଁ ପଡ଼ିବ? 42,423ରୁ ଆମେ 9,757 ଫେଡ଼ିଦେବା। ଯେତିକି ରହିବ ସେଇଟା ହେଉଛି ସାନ ସଂଖ୍ୟାଟା ହେବ। 13ରୁ 7 ଗଲେ 3, 3ରୁ 7 ଯାଇପାରିନି, 1 10 ନେଲା 13, 13ରୁ 7 ଗଲେ 6, ଏଠି 1 10 ପଳେଇଛି 1, 1ରୁ 5 ଯାଇପାରିନି, ଏଠୁ 1 10 ଆଣିଲା 1 7 ଆଣିଲା 11, 11ରୁ 5 ଗଲେ 6, ଏଠୁ ହେଲା 3, 3ରୁ 7 ଯାଇପାରିନି, ଏଠୁ 1 ଆଣିଲା 13ରୁ 7 ଗଲେ 6, ଏଠୁ ହେଲା 1, 1ରୁ 9 ଯାଇପାରିନି, ଏଟା 11ରୁ 9 ଗଲେ 2, ଆଉ ଏଟା 3, 3କୁ 3 ନେଲା, ତାହେଲେ 32,667 ହେବ। ଏଟା କୁ ଯିବା। କ'ଣ କହୁଛି? 80,400ରୁ 80,400 ଓ 49,780ର ପାର୍ଥକ୍ୟ ଠାରୁ 57,437 ଓ 28,577ର ପାର୍ଥକ୍ୟ କେତେ ଅଧିକ ବା କେତେ କମ୍? ଚାଲ ପ୍ରଥମେ ଦୁଇଟାର ପାର୍ଥକ୍ୟ କାଢ଼ିଦେବା। 80,400ରୁ କେତେ? 49,780। 49,780। 0ରୁ 0 ଗଲେ 0, 0ରୁ 8 ଯାଇପାରିନି, ନେଲା ଏଠି 1 ନେଲା 10, 10ରୁ 8 ଗଲେ 2, ଏଠି 3 ରହିଲା, 3ରୁ 7 ଯାଇପାରିନି, ଏଠି ମାଗିଲା, ୟା ପାଖରେ ବି ନାହିଁ, ଏଠୁ ମାଗିଲା, ତାହେଲେ ଏଠି ରହିଗଲା 7, ଏଠି ରହିଗଲା 10, 10ରୁ ଏଠି ପଳେଇଲା 9 ରହିଲା, ଏଠି ହେଲା 14, 14ରୁ 7 ଗଲେ 7, 9ରୁ 9 ଗଲେ 0, ଏଟା 7ରୁ 4 ଗଲେ 3, ତାହେଲେ 30,720। 0ରୁ 0 ଗଲେ 0, ଏଠୁ 0ରୁ 8 ଯାଇପାରିନି, 1 10 ନେଲା, ଏଠି ରହିଲା 3, ଏଟା 10 ପଳେଇଲା, 10ରୁ 8 ଗଲେ 2, 3ରୁ 7 ଯାଇପାରିନି, ଏଠି 1 10 ମାରିଲା, ୟା ପାଖରେ ନେଇ ଏଠୁ ନେଲା, ଏଠି ରହିଲା 7, ଏଠୁ 10ରୁ ଏଠି 1 ପଳେଇଲା, ଏଠି ରହିଲା 9, ଏଠି ହେଲା 13, 13ରୁ 7 ଗଲେ 6, 9ରୁ 9 ଗଲେ 0, ଏଠି 7ରୁ 4 ଗଲେ 3, 30,620। ତାପରେ କାଢ଼ିବା ଏଇ ଦୁଇଟାର ପାର୍ଥକ୍ୟ। 57,437ରୁ 28,567 ପାର୍ଥକ୍ୟ କାଢ଼ିବା। 7ରୁ 7 ଗଲେ 0, 3ରୁ 6 ଯାଇପାରିନି, 1 10 ନେଲା 13, 13ରୁ 6 ଗଲେ 7, ଏଠି ହେଲା 3, 3ରୁ 5 ଯାଇପାରିନି, 1 10 ନେଲା 13, 13ରୁ 5 ଗଲେ 8, ଏଠି ହେଲା 6, 6ରୁ 8 ଯାଇପାରିନି, 1 10 ନେଲା 16, 16ରୁ 8 ଗଲେ 8, ଏଠି 4, 4ରୁ 2 ଗଲେ 2, 28,870। ତାପରେ ସେ କହୁଛି ପାର୍ଥକ୍ୟରୁ କିଏ କେତେ ଅଧିକ ବା କମ୍? ତାହେଲେ ଇଏ ହେଇଗଲା, ୟାଙ୍କର ପାର୍ଥକ୍ୟ ହେଲା 28,870, ୟାର ହେଇଗଲା 30,620। ତାହେଲେ 30,620ରୁ 28,870 ଫେଡ଼ିଦେବା। 0ରୁ 0 ଗଲେ 0, 2ରୁ 7 ଯାଇପାରିନି, 1 10 ନେଲା 12, 12ରୁ 7 ଗଲେ 5, ଏଠି ରହିଛି 5, 5ରୁ 8 ଯାଇପାରିନି, 1 10 ନେଲା, ୟା ପାଖରେ ବି ନାହିଁ, ସେ 8ରୁ ମାଗିଲା, ଏଠି ରହିଲା ଆଉ 2, ଏଠି ରହିଗଲା 10, 10ରୁ ଏଠି ପଳେଇଲା, ଏଠି 9, ଏଠି ହେଲା 5 ମାନେ 15 ହେଇଗଲା, 15ରୁ 8 ଗଲେ 7, 9ରୁ 8 ଗଲେ 1, ତାହେଲେ 1750 ଅଧିକ। 87,325ରେ କେତେ ଯୋଗ କଲେ ଯୋଗଫଳ 1 10 ସହିତ 1 ଲକ୍ଷ ହେବ? ତାହେଲେ ଆମେ କ'ଣ କରିବା? 1 ଲକ୍ଷରୁ 3, 4, 5ରୁ ଆମେ ଫେଡ଼ିଦେବା କେତେ? 87,000
325 27,325 आम फेड़ा 1 लक्ष रु 0 ରୁ 5 ଯାଇପାରିବେନି 1 1 10 ମାଗିବ ତାହେଲେ ଏଠି କେତେ କଲା 10 10 1 10 ନେଇଗଲା ଏଠୁ 10 10 ରୁ 5 ଗଲେ 5 ଏଠି ଅଛି କେତେ ଆଉ 9 9 ରୁ 2 ଗଲେ କେତେ 7 ଏଠି ଅଛି କେତେ 9 9 ରୁ 3 ଗଲେ କେତେ 9 ରୁ 3 ଗଲେ 6 ଏଠି କେତେ ଅଛି 9 9 ରୁ 7 ଗଲେ 2 ଏଠି କେତେ ଅଛି 9 9 ରୁ 8 ଗଲେ 1 ଏଇଠି ତ 1 ପଳେଇଛି ତାହେଲେ 12,675 ହେବ ଉତ୍ତର ୟାର। ଭାରତର 2012 ମସିହାରେ ସଡ଼କ ଦୁର୍ଘଟଣା ଯୋଗୁଁ 25,379 ଜଣ ଆହତ ହୋଇଥିଲେ। 2023 ମସିହାରେ ରାସ୍ତା ସୁରକ୍ଷା ବ୍ୟବସ୍ଥା ଅଧିକ ଉନ୍ନତି କରାଯିବାରୁ ଦୁର୍ଘଟଣା ଜନିତ ଆହତ ସଂଖ୍ୟା 10,215 କମିଗଲା। ତେବେ 2023ରେ ସଡ଼କ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଥିଲେ ସେ କ'ଣ କହୁଛି 2012ରେ କେତେ ହେଇଥିଲେ 25,379 ଜଣ ଆହତ ହେଇଥିଲେ। କହୁଛି 2013ରେ କମ୍ ଆହତ ହେଲେ କେତେ ଗୋଟେ ଏମିତି କମ୍ ଆହତ ହେଲେ ଯାହାଫଳରେ ଟୋଟାଲ ଆହତ ସଂଖ୍ୟା ମାନେ ଯେଉଁ ଆହତ କମିଲା ଆହତ ସଂଖ୍ୟା କେତେ କମିଗଲା ନା 10,215 କମିଗଲା। ତାହେଲେ କମିଗଲା ମାନେ 2012ରେ 25,379ଟା ଥିଲା 2013ରେ 10,215 କମିଗଲା ମାନେ ଫେଡ଼ିଦେବା 9 ରୁ 5 ଗଲେ କେତେ ହେଲା 4 7 ରୁ 1 ଗଲେ 6 3 ରୁ 2 ଗଲେ 1 5 ରୁ 0 ଗଲେ 5 2 ରୁ 1 ଗଲେ 1 ତାହେଲେ 2023ରେ ମୋଟ ସଡ଼କ ଦୁର୍ଘଟଣା ସଂଖ୍ୟା କେତେ ହେଇଛି 15,164 15,164 ଆମର 2013ରେ ହେଇଥିଲା। ପ୍ରଶ୍ନ 4କୁ ଯିବା ଗୋଟିଏ ବର୍ଷରେ ହରପ୍ରସାଦ ବାବୁଙ୍କର ଆୟ ହେଉଛି 98,952 ଟଙ୍କା ତାଙ୍କର ସେହି ବର୍ଷର ଖର୍ଚ୍ଚକୁ ତଳ ସାରଣୀରେ ଦିଆଯାଇଛି ଖର୍ଚ୍ଚ ପରେ ବଳିଥିବା ଟଙ୍କାକୁ ସେ ସଞ୍ଚୟ କରିଥିଲେ। ଚାଲ ଏଟା କରିବା ହରପ୍ରସାଦ ବାବୁଙ୍କର ଆୟ କେତେ 98,952 ଏତିକି ହେଉଛି ତାଙ୍କର ଆୟ। ତାପରେ କ'ଣ କହିଛି ସେଇ ବର୍ଷର ତଳ ସାରଣୀରେ ଖର୍ଚ୍ଚ ଗୁଡ଼ା ଦିଆଯାଇଛି ଘର ଭଡ଼ାକୁ ଦେଇଥିଲେ 19,200 ଖାଦ୍ୟ ପୋଷାକ ବାବଦକୁ 38,232 ଔଷଧ ବାବଦକୁ 7,559 ଅନ୍ୟାନ୍ୟ ଖର୍ଚ୍ଚ ହେଉଛି 20,695। କ ପ୍ରଶ୍ନର କ'ଣ ଦେଉଛି ସେହି ବର୍ଷ ସେ କେତେ ଟଙ୍କା ସଞ୍ଚୟ କରିଥିଲେ ଏତିକି ହେଉଛି 98,952 ଟଙ୍କା ହେଉଛି ତାଙ୍କର ଆୟ। ବ୍ୟୟ କେତେ ଏ ସବୁ ଗୁଡ଼ାକ ବ୍ୟୟକୁ ଆମେ ସବୁ ମିଶାଇ ଦେବା ବ୍ୟୟ କେତେ 19,200ରେ ମିଶାଇ ଦେବା 38,232 ତା ସହିତ ମିଶାଇ ଦେବା 7,559 ଔଷଧ ପାଇଁ ଆଉ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି 20,600 9 ରୁ 5 95 695 ଏତିକି ମିଶାଇ ଦେବା ଏତିକି ମିଶାଇ ଦେବା ତୁମେ କେତେ ହେଉଛି ଦେଖ ମିଶାଇବା ତାହେଲ କେତେ ହେଲା 9 9 5 14 14 2 16 16 ରୁ 6 ନେଲା 1 9 9 18 18 3 21 21 1 22 22 ରୁ 2 ନେଲା 2 6 5 11 11 2 13 13 2 15 15 2 17 17 ରୁ 7 ନେଲା 1 8 7 15 15 9 24 24 1 25 25 ରୁ 5 ନେଲା 2 3 2 5 5 1 6 6 2 8 ତାହେଲେ ଟୋଟାଲ ତାଙ୍କର ଖର୍ଚ୍ଚ କେତେ ହେଲା 85,726 ଟୋଟାଲ ଆୟ କେତେ 98,952 ତାହେଲେ ସଞ୍ଚୟ କେତେ ହେଲା ସଞ୍ଚୟ ଆମେ କ'ଣ କରିବା ଏଇଟାରୁ ଏତିକି ଫେଡ଼ିଦେବା ଏଇଟାରୁ ଏତିକି ଫେଡ଼ିଦେଲେ କେତେ ହେବ ଦେଖିବା ଚାଲ ଫେଡ଼ିବା 2 ରୁ 6 ଯାଇପାରେ କି ନା ଦୁଇଟା ସାନ ସଂଖ୍ୟା ତାହେଲେ ଏଠି 1 10 ନେଲା 12 12 ରୁ 6 ଗଲେ 6 ଏଠି କେତେ ରହିଲା 5 ରୁ 1 10 ପଳେଇଛି 4 4 ରୁ 2 ଗଲେ 2 9 ରୁ 7 ଗଲେ 2 8 ରୁ 5 ଗଲେ 3 9 ରୁ 8 ଗଲେ 1 ତାହେଲେ 13,226 ଟଙ୍କା ସଞ୍ଚୟ କରିପାରିବେ ସେ। ଏବେ ଖକୁ ଯିବା ଖାଦ୍ୟ ଓ ପୋଷାକ ପାଇଁ ହୋଇଥିବା ଖର୍ଚ୍ଚର ପରିମାଣ ଘର ଭଡ଼ା ବାବଦରେ ହୋଇଥିବା ଖର୍ଚ୍ଚର ପରିମାଣ ଠାରୁ କେତେ ଅଧିକ ତାହେଲେ ଦେଖିବା ଖାଦ୍ୟ ଓ ପୋଷାକ ପାଇଁ କେତେ ଖର୍ଚ୍ଚ ହେଇଛି 38,232 38,232 ଘର ଭଡ଼ା ପାଇଁ କେତେ ଖର୍ଚ୍ଚ ହେଇଛି 19,200 ଫେଡ଼ିଦେଲେ କେତେ ଅଧିକ ଜାଣିପାରେ 2 ରୁ 0 ଗଲେ 2 3 ରୁ 0 ଗଲେ 3 2 ରୁ 2 ଗଲେ 0 8 ରୁ 9 ଯାଇପାରେନି 1 10 ନେଲା 18 18 ରୁ 9 ଗଲେ 9 ଏଠି ଆଉ ରହିଲା 2 2 ରୁ 1 ଗଲେ 1 ତାହେଲେ 19,032। ଗକୁ ଯିବା ଘର ଭଡ଼ା ବାବଦରେ ଖର୍ଚ୍ଚର ପରିମାଣ ଠାରୁ ଔଷଧ ପାଇଁ ହୋଇଥିବା ଖର୍ଚ୍ଚର ପରିମାଣ କେତେ କମ୍ ଘର ଭଡ଼ା ବାବଦରେ କେତେ ଖର୍ଚ୍ଚ ହେଇଛି 19,200 ଔଷଧ କେତେ ଖର୍ଚ୍ଚ ହେଇଛି 7,559 କେତେ କମ୍ ମାନେ ଏଟା ଫେଡ଼ିଦେବା ଏଠି ତ 0 ଅଛି 0 ରୁ 9 ଯାଇପାରିନି 1 10 90 ଏଠି ତ 0 ଅଛି ନେଇପାରିନି ତାହେଲେ ୟାଠାରୁ ନେଲା ଏଠାରୁ 1 10 ନେଲା ମାନେ ଏଠି କେତେ ବଳିଲା 1 ଏଠି 10 10 ରୁ 1 10 ଏଠି ପଳେଇଲା ଏଠି ବଳିଲା 9 ତାହେଲେ ଏଠି ରହିଲା 10 10 ରୁ 9 ଗଲେ 1 9 ରୁ 9 ଗଲେ 0
1 ରୁ 5 ଯାଇପାରିବନି 1 10 ନେଲେ 11 11 ରୁ 5 ଗଲେ 6 ଏଠି ରହିଛି 8 8 ରୁ 7 ଗଲେ 1 ଆଉ 1 ରୁ 0 ଗଲେ 1 ତାହେଲେ 11,100 601 11,601 ଅଧିକ କମ। 5 ନମ୍ବର ଯିବା ପ୍ରତ୍ୟେକ ଧାଡ଼ିର ବନ୍ଧନୀ ମଧ୍ୟରେ ଥିବା ସଂଖ୍ୟା ଗୁଡ଼ିକ ପାଇଁ 2ଟି ଯୋଗ ଉକ୍ତି ଅନୁରୂପ 2ଟି ବିୟୋଗ ଉକ୍ତି ଲେଖ। ଏଇଠି ଦେଖ କ'ଣ ଦେଇଛି ଗୋଟେ ଉଦାହରଣ ଦେଇକି ଦେଖିଛି 9 ରୁ 3 9 ରୁ 3 ମିଶାଇଲେ 12 3 ରୁ 9 ମିଶାଇଲେ 12 ତାପରେ 12 ରୁ 3 12 ରୁ 9 ଫେଡ଼ିଲେ 3 12 ରୁ 3 ଫେଡ଼ିଲେ 9 2ଟି ଯୋଗ ଉକ୍ତି 2ଟି ବିୟୋଗ ଉକ୍ତି କରିବା। ତାହେଲେ ଏଇଟା କରିବା ଦେଖ ଏଠି କ'ଣ କରିବା ଏଠି ମୁଁ କରିଦେଉଛି 14 11 ଆଉ 25 ଦେଇଛି। ତାହେଲେ ପ୍ରଥମେ 14 ର 11 ମିଶାଇ ଦେବା 14 ର 11 ମିଶାଇ ଦେଲେ କେତେ 25 ସେଭଳିଆ 11 ରେ 14 ମିଶାଇ ଦେଲେ ବି 25 ତାପରେ 14 ରୁ ତାପରେ ଏତିକି ହେଇଗଲା 25 ତାପରେ 25 ରୁ 11 ଫେଡ଼ିଲେ କେତେ 14 25 ରୁ 14 ଫେଡ଼ିଲେ କେତେ 11 ଏଇଭଳିଆ ଲେଖିଦେବ ଏଇସବୁ ଗୁଡ଼ାକ ଲେଖିଦେବ। ତାପରେ ଗରେ କରିବା ଗରେ କ'ଣ ଦେଇଛି 626 342 ଆଉ 468 ତାହେଲେ ପ୍ରଥମେ କ'ଣ କରିବା 626ରେ 342 ମିଶାଇ ଦେବ 6 2 8 4 2 6 3 1 4 468 ଆସୁଛି। ତାପରେ 342ରେ 626 ମିଶାଇ ଦେବ 6 2 8 4 2 6 3 1 4 468 ତାପରେ 468ରୁ 626 ଫେଡ଼ି ଦେବ 8ରୁ 6 ଗଲେ 2 6ରୁ 2 ଗଲେ 4 3 4 ଗଲେ 3 342 ଆସୁଛି। ତାର 468ରୁ 342 ଫେଡ଼ି ଦେବ 8ରୁ 2 ଗଲେ 6 6ରୁ 4 ଗଲେ 2 4ରୁ 3 ଗଲେ 1 126 ଆସୁଛି ଏତିକି ସେଇଭଳିଆ ଘଟାକୁ ତୁମେ କରିଦେବ। ଅନେକ ସମୟରେ ଆମେ କାଗଜ କଲମ ଧରି ହିସାବ କରିବା ବଦଳରେ ମନେ ମନେ ଅନୁମାନ କରି ଯୋଗଫଳ ବିୟୋଗଫଳ ଲାଗି ପାଖାପାଖି ଉତ୍ତର ନିର୍ଦ୍ଧାରଣ କରୁ। ଆସ ଦୁଇଟି ପରିସ୍ଥିତି ନେଇ କିପରି ଅନୁମାନ କରି ଯୋଗଫଳ ବିୟୋଗଫଳ ନିର୍ଦ୍ଧାରଣ କରାଯାଏ ଦେଖିବା। ପ୍ରଥମ ପରିସ୍ଥିତି ଦିନେ ଗୋଟେ ବିଦ୍ୟାଳୟରେ 49 ଜଣ ଛାତ୍ର ଓ 32 ଜଣ ଛାତ୍ରୀ ଉପସ୍ଥିତ ଥିଲେ। ସେଦିନ ମୋଟ କେତେ ଜଣ ପିଲା ଉପସ୍ଥିତ ଥିଲେ ହିସାବ କରିବା। 49 ଜଣ ଛାତ୍ର 49 ଜଣର ପାଖାପାଖି ସଂଖ୍ୟାଟି କେତେ 50 ଯେଉଁଟାକି ଆମକୁ ଶୀଘ୍ର ଆମେ ସୁବିଧା କରିପାରିବା ହିସାବ। 32ର ପାଖାପାଖି ସଂଖ୍ୟାଟି କେତେ 30 ତାହେଲେ ଆମେ ଇଏ କରିଦେଲେ କେତେ 50 + 30 ପାଖାପାଖି କେତେ ଅନୁମାନ 80 ପିଲା ଥିଲେ। ଲକ୍ଷ୍ୟ କର ସଂଖ୍ୟା ଦୁଇଟିକୁ ସେମାନଙ୍କର ନିକଟତମ ପୂର୍ଣ୍ଣ ଦଶ ସଂଖ୍ୟାରେ ପରିଣତ କରାଯାଇଛି। 49ର ନିକଟତମ ପୂର୍ଣ୍ଣ ସଂଖ୍ୟା କେତେ 50 32ର ନିକଟତମ ପୂର୍ଣ୍ଣ ସଂଖ୍ୟା କେତେ 30 ମାନେ 5 ଏଇଠି ଦେଖ ଏଇଠି 40 ଅଛି ଏଇଠି 50 ଅଛି 49 ଯଦି 45 ଏଇଠି 45 ମଝିଟା 45 ଏପଟରୁ ଯେତିକି ରହିଲା 45 45 ଆଡ଼କୁ ଯେତିକି ରହିଲା ତାକୁ 50 ପୂର୍ଣ୍ଣ ସଂଖ୍ୟା କରିଦେବ ତାଠାରୁ ଯେତିକି ତଳ ସଂଖ୍ୟା ରହିଲା ତାର 40 ପୂର୍ଣ୍ଣ ସଂଖ୍ୟା କରିଦେବ ସେଇଭଳିଆ 30 32 ଏଇଠି ଅଛି ସରି ଏଇଟା ହେଉଛି 35 ଏଇଟା ହେଉଛି 30 ଏଇଟା ହେଉଛି 40 ତାହେଲେ 32 ଏଇଠି ଅଛି 32ର ତାହେଲେ ଏପଟକୁ ତା ପୂର୍ବରୁ ଯେଉଁ ପୂର୍ଣ୍ଣ ସଂଖ୍ୟାଟି ଥିବ ସେଇଟା କରିଦେବ। ସେମିତି ଆଉ ଗୋଟେ ଦେଇଛି ପରିସ୍ଥିତି ଦେଖ ବନମାଳୀ ବାବୁଙ୍କର 675 ଟଙ୍କା ଥିଲା ସେ ତାଙ୍କର ଭାଇ ସୁଦାମ ବାବୁଙ୍କ ଠାରୁ 250 ଟଙ୍କା ସେ ତାଙ୍କ ଭାଇ ସୁଦାମ ବାବୁଙ୍କୁ 205 ଟଙ୍କା ଦେଇଗଲେ ତାଙ୍କ ପାଖରେ ଆଉ କେତେ ଟଙ୍କା ବଳିଲା 675 ଟଙ୍କା ଅଛି 675ର ପାଖାପାଖି ଶତକ କିଏ 675 ପାଖାପାଖି ଶତକ 700 205ର ପାଖାପାଖି ଶତକ କେତେ 200 ତାହେଲେ ଅନୁମାନିକ କେତେ ଆଉ ଟଙ୍କା ରହିଲା 700ରୁ 200 ଗଲେ 5 ଟଙ୍କା ରହିଲା। ଅନୁମାନ କରି କେମିତି କରାଯାଏ ଏଇଠି ଦେଖ କ'ଣ କହୁଛି ପ୍ରତ୍ୟେକ କ୍ଷେତ୍ରରେ ଯୋଗଫଳ ବିୟୋଗଫଳ କେତେ ହେବ ଅନୁମାନ କରି କହିବା ଅନୁମାନିକ କହିବା ପୁରା ଆମକୁ ଯେଉଁଟା ଠିକ୍ ଉତ୍ତର ସେମିତି ପୁରା ଠିକ୍ ଉତ୍ତର ଦରକାର ନାହିଁ ଅନୁମାନ କରି କହିବା। ଦେଖ 57 52 ଯୋଗ କରିବା 57 ପାଖାପାଖି ପୂର୍ଣ୍ଣ ସଂଖ୍ୟାଟି କେତେ ହେବ 60 10 ପାଖାପାଖି ଦଶକ ସଂଖ୍ୟାଟି ହେବ 60 52 ପାଖାପାଖି ଦଶକ ସଂଖ୍ୟାଟି କେତେ ହେବ 50 ତାହେଲେ 60ର 50 ମିଶିଲେ 110 ତାହେଲେ ଏଠି ଉତ୍ତର ଆମେ ଅନୁମାନିକ 110 ଏଠି ଦେଖ 125 ଲେଖା ହେଇଛି 125 ଆଉ ଏଠି ଲେଖା ହେଇଛି 499 125 ଯେଉଁଟା ଲେଖା ହେଇଛି 125କୁ ଆମେ 120 ଧରିପାରିବା 100 ବି ଧରିପାରିବା 499 ଦିଆହେଉଛି ତାକୁ ଆମେ 500 ଧରିପାରିବା 500 + 120 620 ଏଇଟା ଅନୁମାନ କରିପାରିବା। ସେଭଳିଆ ଏଠି ଫେଡ଼ା ହେଇଛି 63 ଆଉ 26 63ର ପାଖାପାଖି ଆନୁମାନିକ ଦଶକ କିଏ ହେବ 63 ମାନେ 60 ହେଇଯିବ 26 ମାନେ 26ର ପାଖାପାଖି ଯେହେତୁ 30 ହେଇଯିବ 60ରୁ 30 ଫେଟି ଦେଲେ କେତେ ହେଇଯିବ 30 ଅନୁମାନିକ 30 ହେଇଯିବ ଏଟା। ତ ଏଇଭଳିଆ ଆଉ ଦୁଇଟା ଅଛି ସେଟା କରିବ। ସେଭଳିଆ କହିଛି 2 ନମ୍ବରରେ କ'ଣ କହିଛି ଗୋଟିଏ ପୃଷ୍ଠାରେ 299 ପୃଷ୍ଠା ବିଶିଷ୍ଟ ବହିରୁ ରିଙ୍କି 96 ପୃଷ୍ଠା ବହି ପଢ଼ିଥିଲା ଅନୁମାନ କରି କେତେ ବଳିଲା 299ର ପାଖାପାଖି ଶତକ କିଏ 300 ହେଇଯିବ 299ର ପାଖାପାଖି 96ର ପାଖାପାଖି ଶତକ କିଏ 100
ତାହେଲେ ପାଖାପାଖି ଆଉ କେତେଟା ବହି ପୃଷ୍ଠା ବଳିଲା? 200ଟା। 300ରୁ 100ଟା ଫେଡ଼ିଦେବା, 200ଟା ବଳିଲା। ଏବେ ଆମେ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଆସିଥିବା ପ୍ରଶ୍ନପତ୍ରର ଉତ୍ତର କରିବା। ଆଦର୍ଶ ବିଦ୍ୟାଳୟ 2023ରେ କ'ଣ ଆସିଥିଲା? 3,4560 ସହ 3,409 ଯୋଗ କଲେ କେତେ ଯୋଗଫଳ ହେବ? ଚାଲ କରିକି ଦେଖିବା। 3,4560 ସହ ଆମେ ଯୋଗ କରିବା 3,409 ଯୋଗ କଲେ କେତେ ହେବ? 9କୁ 9, 6କୁ 6, 5 4 9, 4 0 4, 3 3 6, 6 4 9 6 9। ତାହେଲେ ଦେଖିବା ଉତ୍ତର କେଉଁଠି ଅଛି? ଏ ହେଇଯିବ ଉତ୍ତର। ତାପରେ ପ୍ରଶ୍ନକୁ ଯିବା। ଆଦର୍ଶ ବିଦ୍ୟାଳୟରେ ଆସିଥିଲା 2021ରେ 10 ଠାରୁ 40 ପର୍ଯ୍ୟନ୍ତ ଅଙ୍କମାନଙ୍କର ସମଷ୍ଟି କେତେ ହେବ? 10ରୁ 40 ପର୍ଯ୍ୟନ୍ତ ଅଙ୍କମାନଙ୍କର ସମଷ୍ଟି କେତେ ହେବ? ଏଠି ଦେଖ 10ରୁ 40 ପର୍ଯ୍ୟନ୍ତ ଅଙ୍କମାନଙ୍କର ସମଷ୍ଟି ଆମେ କ'ଣ କରିପାରିବା? 10ରୁ 40 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାର ସମଷ୍ଟି ମିଶାଇ ପାରିବା, ମିଶାଇକି କାଢ଼ିପାରିବା। ଆଉ ଗୋଟେ ଫର୍ମୁଲା ଅଛି, 10ରୁ 40 ଭିତରେ ଟୋଟାଲ ସଂଖ୍ୟା କେତେଟା ଅଛନ୍ତି? 31ଟା ସଂଖ୍ୟା ଅଛନ୍ତି। ତାକୁ ଆମେ n ଧରିବା। ଯଦି କେତେଟା ସଂଖ୍ୟା ଅଛନ୍ତି ଜାଣିଛନ୍ତି ସେଇଟା ଜାଣିପାରିଲା। ତାପରେ କ'ଣ କରିବା ନା ଫାଷ୍ଟ ସଂଖ୍ୟା 10 ଆଉ ଲାଷ୍ଟ ସଂଖ୍ୟା 40। ତାର ଫର୍ମୁଲା କ'ଣ ନା ଯେତିକିଟା ସଂଖ୍ୟା ଥିବ ବାଇ 2 ଡିଭାଇଡେଡ଼ ବାଇ 2 ଇଣ୍ଟୁ ଫାଷ୍ଟ ସଂଖ୍ୟା ପ୍ଲସ୍ ଲାଷ୍ଟ ସଂଖ୍ୟା। ଏଠି କ'ଣ ଅଛି? ଫାଷ୍ଟ ସଂଖ୍ୟା କେତେ ଅଛି ନା ଟୋଟାଲ କେତେଟା ସଂଖ୍ୟା ଅଛି? 31ଟା। 31/2 ଫାଷ୍ଟ ସଂଖ୍ୟା ହେଉଛି 10, ଲାଷ୍ଟ ସଂଖ୍ୟା ହେଉଛି 40 ହେଲା। ତାହେଲେ 31/2 40 10 50, 50ରୁ 2ରେ କାଟିଲେ 25, 31 × 25 ହେଇଯିବ 775। ଏମିତିରେ ବି କାଢ଼ିପାରିବା, ନହେଲେ ତୁମେ ଗୋଟେ ଗୋଟେକୁ ମିଶାଇକି ବି କାଢ଼ିପାରିବ। ତାପରେ କ'ଣ ଦେଉଛି ପ୍ରଶ୍ନ ଦେଖ। 9704କୁ ବ୍ୟବହାର କରି ଗଠନ କରାଯାଇଥିବା 4 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ବ୍ୟବଧାନ କେତେ? ପ୍ରଥମେ ତ 9704କୁ ବ୍ୟବହାର କରିକି ଏକ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କରିବା ଆଉ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କରିବା। ତାପରେ ତାକୁ ବିୟୋଗ କରିଦେବା, କେତେ ହେଉଛି ଦେଖିବା। ଚାଲ କରିବା। 9704କୁ ବ୍ୟବହାର କରିକି ବୃହତ୍ତମ ସଂଖ୍ୟା କରିବାକୁ କହିଲେ ସବୁଠାରୁ ବଡ଼ ସଂଖ୍ୟାରୁ ଆରମ୍ଭ କରିବା 9, ତାପରେ 7, ତାପରେ 4, ତାପରେ 0। ଏଇଟା ହେଇଗଲା ବୃହତ୍ତମ ସଂଖ୍ୟା। କ୍ଷୁଦ୍ରତମ ସଂଖ୍ୟା କିଏ? 0। 0ରୁ ଆରମ୍ଭ କଲେ ଏ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯିବ, ଆଗରୁ ଆମେ ପଢ଼ିଛନ୍ତି। ତାହେଲେ ଆମେ ତାଠାରୁ 0 ଯେଉଁଟା 4ରୁ ଆରମ୍ଭ କରିବା 4, ତାପରେ 0, ତାପରେ 7 9, ତାପରେ ଏଟାକୁ ଆମେ ଫେଡ଼ିବା। ଫେଡ଼ିଲେ କେତେ ହେବ ଦେଖ। 0ରୁ ନ ଯାଇପାରେ କି ନା, ତାହେଲେ 1 10 ନେଇଗଲା, ଏଠି ହେଲା 10, 10ରୁ 9 ଗଲେ 1, ଏଠି ରହିଛି କେତେ 3, 3ରୁ 7 ଯାଇପାରେ କି ନା, 1 10 ନେଇଗଲା, ଏଠି କେତେ ହେଲା 13, 13ରୁ 7 ଗଲେ 6, ଏଠି କେତେ ରହିଲା 6, 6ରୁ 0 ଗଲେ 6, ଏଠି ରହିଲା କେତେ 9, 9ରୁ 4 ଗଲେ 5। ତାହେଲେ 5 6 6 1 ଉତ୍ତର ଅଛି ଦେଖିବା 5 6 6 1। ଏଇଟା ଡି ହେଇଯିବ ଉତ୍ତର 5 6 6 1।